ମୁଁ ଅଶୋକ କୁମାର ନାୟକ ଜେନେରାଲ ସେକ୍ରେଟାରୀ ଅଲ ଓଡ଼ିଶା ଦଲିତ ସମାଜ କଲ୍ୟାଣ ପରିଷଦ। ଆଜି ଜଗତସିଂହପୁର ଜିଲ୍ଲାରେ ଆମର ପ୍ରମୋଦ ବାବୁଙ୍କ ନେତୃତ୍ୱରେ ବୈଠକଟି କରାଯାଇଥିଲା। ଜିଲ୍ଲାର ଆମର ନୂତନ ସଦସ୍ୟ ଗ୍ରହଣ କରିବା ଏବଂ ଆମର ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ଅଛି ଅଲ ଓଡ଼ିଶା ଦଲିତ ସମାଜ କଲ୍ୟାଣ ପରିଷଦର ସୁଦୂର ପ୍ରସାରୀ କାର୍ଯ୍ୟକ୍ରମ ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା, ଆଗାମୀ ଦିନରେ ସଂଗଠନକୁ ବଳିଷ୍ଠ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ସହିତ କିଭଳି ଭାବରେ ସୁଦୂର ପ୍ରସାରୀ ହୋଇପାରିବ ସେଥିପାଇଁ ଆଜି ବୈଠକରେ ବହୁତ କଥା ଆଲୋଚନା କରାଗଲା ଏବଂ ନୂତନ ସଦସ୍ୟକୁ ମଧ୍ୟ ଗ୍ରହଣ କରାଗଲା। ଆଗାମୀ ଦିନରେ ଆଉ ତାକୁ ସମ୍ପ୍ରସାରଣ କରିବା ପାଇଁ ମଧ୍ୟ ଆଜି ଗୋଟେ ସ୍ଟିଅରିଂ କମିଟି କରିଦିଆଗଲା, 10 ଜଣିଆ ସ୍ଟିଅରିଂ କମିଟି। ସେ କମିଟି ଉପରେ ଆମେ ନିଶ୍ଚିତ ଭାବରେ ଭରସା ରଖିଛୁ। ସ୍ଟିଅରିଂ କମିଟି ମାଧ୍ୟମରେ ସମଗ୍ର ଜିଲ୍ଲାକୁ ଏକତ୍ରିତ କରି ଗୋଟିଏ ବୈଠକ କରାଯିବ ଏବଂ ବୈଠକରେ ସେ ତାଙ୍କର ଯାହା ନିଷ୍ପତ୍ତି ନେବେ ସେ ନିଷ୍ପତ୍ତି ଆମକୁ କେନ୍ଦ୍ରୀୟ ଟିମ୍କୁ ଜଣାଇବେ। ଜଣାଇଲା ପରେ ସେହି ଅନୁପାତରେ କାର୍ଯ୍ୟକ୍ରମ କରାଯିବ। କାଲି ହେଉଛି ଆସନ୍ତା କାଲି ହେଉଛି ଏ ଜାତିର ଦାୟାଦ। ଏ ଜାତିର ଦାୟାଦ ଯେ ମାହାର ସମ୍ପ୍ରଦାୟରେ ଜନ୍ମ ହୋଇଥିଲେ, ପ୍ରତି ଜାଗାକୁ ଯେଉଁ ଜାତିକି 4 ଭାଗରେ ବିଭକ୍ତ କରି ଦିଆଯାଇଛି, ସେହି ଦୃଷ୍ଟିରୁ ବାବା ସାହେବ ଆମ୍ବେଦକର ହେଉଛନ୍ତି ଏଇ ହାଡ଼ି କମ୍ୟୁନିଟିର ଲୋକ। ହାଡ଼ି ଘାସି ମାହାର ମେହେନ୍ତର 4 ଭାଗରେ ଆକୁ ବିଭକ୍ତ କରାଯାଇଛି। ତେଣୁ ବାବା ସାହେବଙ୍କର ଯେ ଭାରତର ଏ ସମ୍ବିଧାନର ପ୍ରଣେତା ବିଶ୍ୱରତ୍ନ ବାବା ସାହେବ ଡକ୍ଟର B.R. ଆମ୍ବେଦକରଙ୍କର କାଲି 134ତମ ଜନ୍ମ ଜୟନ୍ତୀ। କେବଳ ଏଇଠି ନୁହେଁ, ସମଗ୍ର ଜିଲ୍ଲାରେ ଏବଂ ସମଗ୍ର ରାଜ୍ୟରେ, ଭାରତରେ, ଭାରତ ବାହାରେ ମଧ୍ୟ ତାଙ୍କର ଜନ୍ମଦିନକୁ ଜାକଜମକରେ ପାଳନ କରିବା ପାଇଁ ଅନେକ ସଂଗଠନ ତାର ନେତୃତ୍ୱ ନେଇକରି ଆଗେଇଛନ୍ତି। ଜୟ ଭୀମ, ଜୟ ଭୀମ, ଜୟ ଭୀମ, ଜୟ ଭୀମ, ଜୟ ଭୀମ। ମୁଁ ଜାପାନ ନାୟକ ଅଲ ଓଡ଼ିଶା ଦଳିତ କଲ୍ୟାଣ ପରିଷଦର ଚେୟାରମ୍ୟାନ୍। ଆଜିର ଜଗତସିଂହପୁର ଜିଲ୍ଲା 5ମ ବାର୍ଷିକ ଜିଲ୍ଲା ସ୍ତରୀୟ ସମ୍ମିଳନୀରୁ ଆସିଥିଲୁ। ଆମେ ଯାହା ଦେଖିଲୁ ବହୁତ ଗୁଡ଼ିଏ ଆଲୋଚନା ହେଲା, ତେଣୁ ସେଥିପାଇଁ ଆମେ ବହୁତ ଖୁସି ଏବଂ ବହୁତ ଭଲ ଲାଗିଲା। ସଭାଟି ମଧ୍ୟ ଖୁବ୍ ଭଲ। ଆମର ମୂଳ ଉଦ୍ଦେଶ୍ୟ ହେଉଛି ଆମର ଜାତୀୟ ସାର୍ଟିଫିକେଟ୍ ଉପରେ ବହୁତ ବିଶୃଙ୍ଖଳା ହେଇଛି। ସରକାର ମଧ୍ୟ ତାକୁ ଠିକ୍ ଭାବରେ ମାନୁନାହାନ୍ତି। ଆମର ଯେଉଁ ଜାତିଗତ ପ୍ରମାଣପତ୍ର ନ ପାଇବାରୁ ଆମର ପିଲାମାନେ ସେଥିରୁ ଖୁବ୍ ବଞ୍ଚିତ ହେଉଛନ୍ତି। ସେଥିପାଇଁ ଆମେ ସବୁବେଳେ ସରକାରଙ୍କ ପାଖରେ ଅଭିଯୋଗ କରିଆସିଛୁ। এই ହେଉଛି ଆମର। ବାକି ଆମେ କିଭଳି ଭାବରେ ସରକାରଙ୍କୁ ନିବେଦନ କରିସାରିଲା ପରେ ଯଦି ଆମର କୌଣସି ଦାବି ଫୁଲଫିଲ୍ ନ ହେଉଛି ସେଥିପାଇଁ ଆମେ ଭାରି ଦୁଃଖିତ। ସଂଗଠନ ମାଧ୍ୟମରେ ସେମାନେ ଟିକେ ସଜାଗ ହେବେ, ସଂଗଠନକୁ ସୁଚାରୁ ଭାବରେ ଚଳେଇବେ ଆଉ ମେମ୍ବର୍ସ ମାନେ ସମସ୍ତେ ରହିବେ। ଆମର ପ୍ରତ୍ୟେକ ମିଟିଂରେ ସେମାନେ ସାହାଯ୍ୟ କରିବେ। ଏଇସବୁ ଆଉ ଦଳିତ ସଂଗଠନ କେମିତି ଆଗକୁ ଅଗ୍ରଗତି କରିବ, ଶିକ୍ଷାଗତକୁ ନେଇକି ଆପଣ କ'ଣ ଚିନ୍ତାଧାରା? ଦଳିତ ସଂଗଠନର ତ କେତେ ଗୁଡ଼ିଏ ଅସୁବିଧା ଅଛି। ପିଲାଙ୍କର ପାଠପଢ଼ା, ଏକତା ଆଉ ଏଇସବୁ ଜିନିଷ ନେଇକି ଆମେ ଆମର ଆଭିମୁଖ୍ୟ ରଖିଛୁ। ପିଲାମାନଙ୍କୁ କେମିତି ଭଲ ପାଠ ପଢ଼ିବେ, ପିଲାମାନେ କେମିତି ଭଲ ସୁସ୍ଥ ରହିବେ, ଆମର ଦଳିତ ପରିବାର କେମିତି ଟିକେ ଭଲ ଡେଭଲପ୍ କରିବ, ଏଇ ଚିନ୍ତାଧାରା ନେଇକି ସଂଗଠନଟି ଆମେ କରିଛୁ। ଆଉ ମୁଁ ଜଗତସିଂହପୁର ଜିଲ୍ଲା ସଭାପତି ମନୋଜ କୁମାର ଗଛେ। ଯାହାକି ଏଇଟା ହେଉଛି ଆମର ପ୍ରସ୍ତୁତି ବୈଠକ ଥିଲା। এই ବୈଠକରେ ଆମେ ଆଲୋଚନା କଲୁ। ଆମ ଯେଉଁ ଷ୍ଟିଅରିଂ କମିଟି ଗୋଟେ ଗଢ଼ା ହେଲା, ସେ ଷ୍ଟିଅରିଂ କମିଟିରେ 10 ଜଣ ମେମ୍ବର ରହିଲେ। ସେମାନେ ତାଙ୍କ ଜିଲ୍ଲା ପାଇଁ ଯାହା କିଛି କାମ କରିବେ ଏବଂ ଆମର ସବୁ ବ୍ଲକର 8ଟା ବ୍ଲକର ସଭାପତିଙ୍କୁ ଡକାଯାଇଥିଲା। ଅସୁବିଧା ସତ୍ତ୍ୱେ କେତେ ଜଣ ଆସିନାହାନ୍ତି। ଆଉ ଆମେ ଚିନ୍ତା କରୁଛୁ ଏ ଜଗତସିଂହପୁର ଜିଲ୍ଲାର ଯେଉଁ ଷ୍ଟିଅରିଂ କମିଟି ରହିଲା ସେ ତାଙ୍କର ମନ ପ୍ରାଣ ଦେଇ ସେ ଜଗତସିଂହପୁର ଜିଲ୍ଲାର ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦକୁ ଆଗେଇ ନେବେ। ମୁଁ ପ୍ରକାଶ ବସିଆତ, ଆମର ବାଲିଗୁଦା ଆମର ଘର। ଆମର ଯେଉଁ ଆମ କମିଟିର ଯେଉଁ ଷ୍ଟିଅରିଂ କମିଟି ହେଲା ଜଗତସିଂହପୁରର, ତାର କେମିତି କର୍ମଟା ଠିକ୍ ହେବ ଆଉ ଉତ୍ତରୋତ୍ତର ଉନ୍ନତି ହେବ ଆମ ଇଏର ଆମେ ସମସ୍ତେ ଚେଷ୍ଟା କରିବୁ ଏବଂ ସମସ୍ତେ ଭାଇମାନେ ଏକଜୁଟ ହେଇକି ଆମ କମିଟିଟାକୁ ଯେମିତି ଦୃଢ଼ କରିବୁ ସେ ବିଶ୍ୱାସ ଉପରେ ଆମର ଅଲ୍ ଓଡ଼ିଶା ଦଳିତ ସଂଘ ଅଛି।
ଆମର ସେଇଟାକୁ ସେ କମିଟିଟାକୁ କେମିତି ଦୃଢ଼ କରିବୁ ସେଇଟା ସମସ୍ତ ଭାଇମାନେ ଆମର ସହଯୋଗରେ ସେଇଟା କରିବା ପାଇଁ ମୁଁ ଚେଷ୍ଟା କରିବୁ। ଏଇଟା ହେଉଛି ଆମର ମୂଳ ଉଦ୍ଦେଶ୍ୟ। ଏଥିପାଇଁ ଆମେ ସବୁ ଏକାଠି ହେଇଥିଲୁ। ମୁଁ ଗୋପୀନାଥ ନାୟକ, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ସଭାପତି। ଆଜି ଆମର এই বৈঠকে আলোচনা କରାଗଲା যে ଆମର ଜାତିଭିତ୍ତିକ ଯେଉଁ ପ୍ରମାଣପତ୍ର ଏହା ବିଷୟରେ ଆଲୋଚନା କରାଗଲା ଏବଂ ଆମ ଜାତି କେମିତି ଆଗକୁ ଯିବ, ପିଲା କେମିତି ଶିକ୍ଷିତ ହେବେ ଆଉ ସଂଗଠିତ ହେବେ ସମସ୍ତଙ୍କୁ ଦିଆଗଲା, ବକ୍ତବ୍ୟ ଦିଆଗଲା। ସମସ୍ତେ ଯେମିତି ଆଗକୁ ଶିକ୍ଷିତ ହେଇକି ସବୁ କାର୍ଯ୍ୟ ଆଗକୁ ଜିଲ୍ଲାସ୍ତରୀୟ। मोर परिचय दूची मु जगतसिंहपुर जिला मंगलपुर ग्रामर प्रमोद कुमार बेहेरा। मोर पिता शशिभूषण बेहेरा जे कि जड़े स्वाधीनता संग्रामी थिले, से देहांत करगले। आउ भीमराव आंबेडकर जन्म जयंती उत्सव पणा संक्रांति 14 तारिख रे, किंतु आमे आज मो भाई मान को डाकी मु ए ग्राम रे ये अनुष्ठान करी। मो भाई माने आसी मु बहुत माने तांको धन्यवाद दउची।